ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ତେବେ ଶୁଣ ଏ ଭାଇ, ଶୁଭ ବାରତା ଆସିଛି ଆଜି। ସରଗର ଏ ବାରତା, ପ୍ରେମର ବାରତା, ସତ୍ୟମୁଖୀର ବାରତା, ପରିତ୍ରାଣର କଥା। ଶୁଭ ବାରତା ଆସିଛି ଆଜି। প্রিয় শ্ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 6 ଅଧ୍ୟାୟର 5 ପଦରେ ଆମମାନେ ଏହିପରି ପାଠ କରୁ, ପ୍ରାର୍ଥନା କରିବା ସମୟରେ କପଟୀ ମାନଙ୍କ ପରି ହୁଅ ନାହିଁ, କାରଣ ସେମାନେ ଲୋକ ଦେଖାଇବା ପାଇଁ ସମାଜ ଗୃହ ଓ ଛକ କୋଣରେ ଠିଆ ହୋଇ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି। ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି। ଏହି ପଦରେ ପ୍ରଭୁ ଶ୍ରୀଖ୍ରୀଷ୍ଟ ମନୁଷ୍ୟର ପ୍ରାୟୋଗିକ ଜୀବନର ନୈତିକତାର ଭ୍ରଷ୍ଟତାକୁ ଜାଗର କରନ୍ତି। ପାପରେ ପ୍ରଭାବିତ ହେବା ହେତୁ ମନୁଷ୍ୟ ଯାହା କିଛି ବି କରେ, ତଦ୍ୱାରା ସେ ଈଶ୍ୱରଙ୍କୁ ନୁହେଁ ବରଂ ମନୁଷ୍ୟକୁ ଓ ସ୍ୱୟଂକୁ ପ୍ରସନ୍ନ କରିବାକୁ ଚାହେଁ। ପ୍ରାର୍ଥନା କରିବା ସମୟରେ ମନୁଷ୍ୟ ନିଜର ଆବଶ୍ୟକତା ନିବେଦନ ଦ୍ୱାରା ଜଣାଇଥାଏ, କିନ୍ତୁ ପ୍ରଭୁ ଏଠାରେ ମନୁଷ୍ୟ କରିଥିବା ପଛରେ ଯେଉଁ ଲୋକ ଦେଖାଣିଆ ବିଷୟ ଓ କପଟତା ରହିଛି ତାହା ଜାଗର କରନ୍ତି। ଏହା ତ ମନୁଷ୍ୟର ପାପ ସ୍ୱଭାବର କାରଣ ଅଟେ। ଏହି ପ୍ରକାର ପ୍ରାର୍ଥନା ମନୁଷ୍ୟର କୌଣସି ଲାଭ ହୋଇପାରେ ନାହିଁ, ବରଂ ତାହା କ୍ଷତିଜନକ ଅଟେ। ପାପୀ ମନୁଷ୍ୟ ସର୍ବପ୍ରଥମେ ନିଜ ପାପର କ୍ଷମା ପାଇବା ପାଇଁ ପ୍ରାର୍ଥନା କରିବା ଉଚିତ, କାରଣ କେବଳ ଈଶ୍ୱର ହିଁ ତାହାକୁ ପାପରୁ ରକ୍ଷା କରିପାରନ୍ତି। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ବଳିଦାନର ଆଧାରରେ ଈଶ୍ୱର ତାହାକୁ କ୍ଷମା କରିପାରନ୍ତି। ଅର୍ଥାତ୍ ଯେ କେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରେ, ସେ ପାପ କ୍ଷମା ଓ ପରିତ୍ରାଣ ପାଇପାରେ। ଆପଣ ମଧ୍ୟ ଏହି ମୌଳିକ ବିଷୟ ପାଇଁ ପ୍ରଥମେ ପ୍ରାର୍ଥନା କରନ୍ତୁ। ଈଶ୍ୱରଙ୍କ ନିକଟରେ ଆପଣଙ୍କ ପାଇଁ ଏହା ଆମର ପ୍ରାର୍ଥନା।